तप्तकाञ्चन गौरङ्गी राधे वृन्दावनेश्वरी कृष्णांते नमामि हरिप्रिये वाञ्छाकल्पतरुभ्यश्च कृपा सिन्धुभ्यश्च पतितानां पावनेभ्यो वैष्णवेभ्यो नमो जय श्री कृष्ण चैतन्य प्रभु नित्यानंद हरे कृष्णा 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 हरे 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 राम 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 हरे हरे। ओम नमो भगवते वासुदेवाय ओम नमो भगवते वासुदेवाय ओम नमो भगवते वासुदेवाय आनंदलीलामय विग्रहाय हेमावदीपोच्छविसुन्दराय तस्मै महाप्रेमरसप्रदाय चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते चैतन्यचन्द्राय नमो नमस्ते। नमो विष्णुपादाय कृष्णपृष्ठाय भूतले श्रीमते गौरवंदे स्वामिनिति नामिने नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिनिति नामिने नमस्ते सरस्वती देवे गौरवाणी प्रचारिणे निर्विशेष शून्यवादी पश्चात्तारिणे। जय श्री गुरुदेव जय श्री प्रभुपाद जय आचार्य वृंदम वैष्णव वृंदम गौर निताय श्री श्री राधा गोविंद देव सीताराम लक्ष्मण हनुमान जी की जय। श्रीमद्भागवतम दशम स्कंद 50 अध्याय श्रीकृष्ण द्वारकापुरी प्रतिष्ठा कले। ये अध्याय आज आम पाठ करवा 30 और 31 नंबर श्लोक लिखाई 31 नंबर। वर्तमानं हतारातिं पार्श्वैवारुणमानुषै वारयामास गोविन्द स्तेन कार्यचिकीर्षया वर्तमानं हतारातिं पार्श्वैवारुणमानुषै वारयामास गोविन्द तेन कार्यचिकीर्षया। शब्दानुवाद बद्धमानम आबद्ध करने आरंभ कले हत जे बध करिथिला अरातिम तार शत्रु मानंकु पाशै पाश बंधन द्वारा वारुण वरुण देवतांकर मानुषै एवं साधारण मनुष्य मानक परी बारयाम आस ताकु संयत कले गोविंद श्रीकृष्ण तेन ता द्वारा जरासंध द्वारा कार्य
କିଛି ପ୍ରୟୋଜନ ଚିକିତ୍ସୟା ପୂର୍ଣ୍ଣ କରିବା ମାନସରେ। ଶ୍ଲୋକର ଅନୁବାଦ ସମସ୍ତେ ପୁନରାବୃତ୍ତି କରିବେ। ବରୁଣଙ୍କର ଦିବ୍ୟ ପାଶ ଏବଂ ଅନ୍ୟାନ୍ୟ ଜାଗତିକ ରଜ୍ଜୁ ଦ୍ୱାରା ବଳରାମ ବହୁ ଶତ୍ରୁହନ୍ତା ସେ ଜରାସନ୍ଧକୁ ବନ୍ଧନ କରିବା ଆରମ୍ଭ କଲେ, କିନ୍ତୁ ଭଗବାନ ଗୋବିନ୍ଦଙ୍କର ସେତେବେଳେ ଜରାସନ୍ଧ ମାଧ୍ୟମରେ ଗୋଟିଏ ଉଦ୍ଦେଶ୍ୟ ପୂର୍ଣ୍ଣ କରିବାକୁ ବାକି ଥିଲା। ତେଣୁ ସେ ବଳରାମକୁ ଅପେକ୍ଷା କରିବାକୁ କହିଲେ। ଏହି ଶ୍ଲୋକରେ ଥିବା ଭାବାର୍ଥ ହତାରାତିମ୍ ଶବ୍ଦଟିର ଅର୍ଥ ଯେ ତାର ଶତ୍ରୁମାନଙ୍କୁ ହତ୍ୟା କରିଛି ବା ଯାହାର ମାଧ୍ୟମରେ ତାର ଶତ୍ରୁମାନେ ନିହତ ହେବେ। ଶ୍ରୀଲ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏଠାରେ ଭାବାର୍ଥରେ କେବଳ ଦୁଇଟି ପଏଣ୍ଟ ଦିଆଯାଉଛି। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି କଥା କହୁଛନ୍ତି, ହୁ ହ୍ୟାଜ୍ କିଲ୍ଡ ହିଜ୍ ଏନିମିଜ୍, ଏ ପ୍ରଥମ ମତ ଦେଲା। ଦ୍ୱିତୀୟ, through whom his enemies would be killed, ଏ ଦ୍ୱିତୀୟ ସିଦ୍ଧାନ୍ତ। ଏହାର ଆମେ ଆଲୋଚନା କରିବା। ତ ପ୍ରଥମେ ଆମେ 30 ନମ୍ବର ଶ୍ଲୋକ ପାଠ କରିଦେବା। ଜଗ୍ରାହ ବିରଥଂ ରାମ ଜରାସନ୍ଧଂ ମହାବଳଂ ହତାନିକା ବଶିଷ୍ଠାଂଶୁ ସିଂହମିବୌଜସାମ୍। ଅର୍ଥାৎ ଇଏ 30 ନମ୍ବର ଶ୍ଲୋକର ଅର୍ଥ ହେଉଛି ରଥହୀନ ଏବଂ ହତ ସୈନ୍ୟ ଜରାସନ୍ଧଙ୍କର କେବଳ ମାତ୍ର ଅବଶିଷ୍ଟ ନିଶ୍ୱାସ ଟିକକ ଥିଲା। ସେହି ସମୟରେ ଶ୍ରୀ ବଳରାମ ବଳପୂର୍ବକ ସେହି ଶକ୍ତିଶାଳୀ ଯୋଦ୍ଧାକୁ ବନ୍ଦୀ କଲେ, ଠିକ୍ ଯେପରି କୌଣସି ସିଂହ ଆହୁରି ଏକ ସିଂହକୁ ବଳପୂର୍ବକ ଧରାଶାୟୀ କରେ। ଏଠାରେ ବହୁତ ସୁନ୍ଦର ଗୋଟେ ଉଦାହରଣ ଦିଆଯାଉଛି, ଉପମା। ବଳରାମକୁ ଏକ ସିଂହ ସହିତ ତୁଳନା କରାଯାଉଛି ଏବଂ ଜରାସନ୍ଧଙ୍କୁ ମଧ୍ୟ ଠିକ୍ ସେହିପରି ଏକ ସିଂହଙ୍କ ସହିତ ତୁଳନା କରାଯାଉଛି। କିନ୍ତୁ ଦୁଇ ସିଂହମାନଙ୍କ ମଧ୍ୟରେ ଯେତେ ସଂଘର୍ଷ ହୁଏ, ଗୋଟିଏ ସିଂହ ବଳପୂର୍ବକ ଆଉ ଗୋଟିଏ ସିଂହକୁ ଆକ୍ରମଣ କରି ଧରାଶାୟୀ କରିଦିଅନ୍ତି। ଏଠାରେ ସେଇ ସବୁଠାରୁ ବଳବାନ ଭଗବାନ ବଳରାମ ଏହିପରି ସିଂହ ତୁଲ୍ୟ ଆଉ ଗୋଟେ ସିଂହ ଜରାସନ୍ଧ ବହୁତ ବଳବାନ, ଯାହାର ଦେହରେ କେତେ ହାତୀର ବଳ ଥିଲା ନା 10,000 ହସ୍ତୀର ବଳ ଥିଲା। ତ ଏକ ହାତୀର ବଳ ମାନେ କେତେ? ମନୁଷ୍ୟ ଶକ୍ତି ହିସାବରେ ଆମେ ଯଦି କାଉଣ୍ଟିଂ କରିବା, ଏକ ହାତୀର ବଳ କେତେ ହେଇପାରେ? ମାନେ 10 ଜଣ ବଳବାନ ପୁରୁଷଙ୍କର ବଳ ସମାନ ହେଉଛି ଏକ ହାତୀର ବଳ। କଥା ବୁଝିପାରୁଛନ୍ତି? ତାହେଲେ ଯାହାର ଦେହରେ 10,000 ହସ୍ତୀର ବଳ, ତାହେଲେ କେତେ ପୁରୁଷଙ୍କର ବଳ ତାଙ୍କର ଦେହରେ ସନ୍ନିହିତ ହେଇଛି କହନ୍ତୁ? ହଁ, କ'ଣ? କାହାର ପାଟିର ଉତ୍ତର ନାହିଁ? ଏକ ହାତୀର ବଳ ହେଉଛି 10 ଜଣ ବଳବାନ ପୁରୁଷଙ୍କର ବଳ ସମାନ। ତାହେଲେ 10,000 ହସ୍ତୀର ବଳ ମାନେ କେତେ ପୁରୁଷଙ୍କର ଶକ୍ତିର ସମାନ? କେତେ? 1 ଲକ୍ଷ। ହଁ, ଆଉ ଏଇ କଥାଟା ତ ମୁଁ ଜାଣିବା ପାଇଁ ଚାହୁଁଛି। କାହାର ପାଟି କେତେ କଥା ଶୁଣିଲେ ଉତ୍ତର ଦେବ ନା। ଆଉ 1 ଲକ୍ଷ ଏ ଦୁର୍ବଳିଆ ନାହିଁ। ଆମ ତୁମ ଭଳି ଏସବୁ ମାନେ ହାର୍ଟ ଡିଜିଜ୍ ବାଲା ଲୋକ ନୁହନ୍ତି। ହଁ, ବଳବାନ ସମସ୍ତେ। ହଁ, ଏହିପରି ବଳବାନ ବ୍ୟକ୍ତିମାନଙ୍କର 1 ଲକ୍ଷ ବଳବାନ ବ୍ୟକ୍ତିମାନଙ୍କର ବଳ କାହା ଦେହରେ ଥିଲା? ହଁ, ଜରାସନ୍ଧଙ୍କ ଦେହରେ। ଜରାସନ୍ଧ ସାଧାରଣ ଲୋକ ନୁହନ୍ତି। ଏହିପରି 10,000 ବସ୍ତି ବଳ ଯେମିତି ଭୀମଙ୍କର ଦେହରେ ଥିଲା।
ঠিক ସେଇପରି 10,000 ହସ୍ତିର ବଳ ଯେମିତି ଦେଖାଯାଉଛି କର୍ଣ୍ଣଙ୍କ ମଧ୍ୟରେ ଦୁର୍ଯ୍ୟୋଧନଙ୍କ ମଧ୍ୟରୁ ଥିଲା, ଠିକ୍ ସେଇପରି ଦେଖାଯାଉଛି 10,000 ହସ୍ତିର ବଳ କିଚକ ମଧ୍ୟରୁ ଥିଲା। ସେହିପରି ଏସବୁ ହସ୍ତିର ବଳ ସହିତ ତୁଳନା କରାଯାଉଛି। ଏଠାରେ ଦେଖାଯାଉଛି କ'ଣ, ଜରାସନ୍ଧ ସମଗ୍ର ପୃଥିବୀରେ ସେ ବିଜେତା ପ୍ରାପ୍ତ ହେଇଥିଲେ। ହେଇ ଆମେ ଗତକାଲି ଆଲୋଚନା କରିଥିଲୁ 20,800 ରାଜନ ବର୍ଗମାନଙ୍କୁ ସେ ବନ୍ଦୀ କରି ରଖିଥିଲେ। ଗୋଟେ ଦିନ ସେ ରୁଦ୍ରଯଜ୍ଞ କରିବେ, ସମସ୍ତଙ୍କୁ ସେ ବଳି ଦେବେ, ଦେଇ ସମଗ୍ର ପୃଥିବୀରେ ଚକ୍ରବର୍ତ୍ତୀ ସମ୍ରାଟ ରୂପରେ ନିଜକୁ ପ୍ରତିଷ୍ଠା କରିବା। ଏହା ହେଉଛି ଜରାସନ୍ଧଙ୍କର ପ୍ଲାନ୍। କିନ୍ତୁ ଏଠାରେ କୃଷ୍ଣଙ୍କର ପ୍ଲାନ୍ ଅଲଗା। କୃଷ୍ଣଙ୍କର ପ୍ଲାନ୍ ହେଉଛି କ'ଣ, ସେ ପୃଥିବୀ ଭାର ଅପହରଣ କରିବା ପାଇଁ ବଡ଼ ଭାଇ ବଳରାମଙ୍କ ସହ ଏ ଜଗତକୁ ଆସିଛନ୍ତି। ତେଣୁ ପ୍ରଥମେ କୁରୁକ୍ଷେତ୍ର ଯୁଦ୍ଧ ହେବା ପୂର୍ବରୁ ଏହିପରି ପୃଥିବୀର ଭାର ଏ ଜରାସନ୍ଧଙ୍କ ଦ୍ୱାରା କିଛି ହ୍ରାସ କରାଇବେ। ତେଣୁ ଜରାସନ୍ଧ ପ୍ରତିଥର କେତେ 23 ଅକ୍ଷୟିଣୀ ସେନା ସଂଗ୍ରହ କରି ନେଇ ଆସୁଥିଲେ। କାହିଁକିନା ସମସ୍ତ ରାଜାମାନେ ତାଙ୍କର ଅଧୀନସ୍ଥ ଥିଲେ। କାହାର? ଜରାସନ୍ଧଙ୍କର। ଏତେ ପ୍ରତାପଶାଳୀ ରାଜା ଥିଲେ। ତ ସେଇଥିପାଇଁ ସେ ବଳବାନ ହସ୍ତି ସହିତ ତୁଳନା କରାଯାଉଛି ଏଠାରେ। ତ ସେଇ ଜରାସନ୍ଧ ସେ 20,800 ରାଜନବର୍ଗମାନଙ୍କୁ ବନ୍ଦୀ କରି ରଖିଛନ୍ତି। ମାନେ ତାଙ୍କର ଯେତେ ଅଧୀନସ୍ଥ ସେନାମାନେ ସମସ୍ତେ ଜରାସନ୍ଧଙ୍କ ଆଜ୍ଞାବାହୀ ଏ ଦାସ ଥିଲେ। କିନ୍ତୁ ସେମାନେ ଯଦିଓ ଧାର୍ମିକ ଥିଲେ, କିନ୍ତୁ ଜରାସନ୍ଧଙ୍କ ପ୍ରଭାବରେ ସେମାନେ ସମସ୍ତ ନାସ୍ତିକରେ ପରିଣତ ହୋଇଯାଇଥିଲେ। ତେଣୁ ଏହା ପୃଥିବୀର ଭାର ସୃଷ୍ଟି ହୋଇଗଲା, ଦୁଷ୍ଟମାନଙ୍କର ସଂଖ୍ୟା ବଢ଼ିଗଲା। ତ ସେଥିଲାଗି ଜରାସନ୍ଧ ଜାମାତା ହତ୍ୟା ପ୍ରତିଶୋଧ ନେବା ପାଇଁ, ଅର୍ଥାତ୍ ତାଙ୍କର ଜୁଆଇଁ କି ଜାମାତା କିଏ? କଂସ। କଂସକୁ ବଧ କରିଛନ୍ତି କିଏ? କୃଷ୍ଣ। ତ ସେଇ ଜାମାତା ହତ୍ୟା ପ୍ରତିଶୋଧ ନେବା ପାଇଁ ଅତ୍ୟନ୍ତ ରୁଷ୍ଟ ହୋଇ 23 ଅକ୍ଷୟିଣୀ ସେନା ସଂଗ୍ରହ କରି ନେଇ ଆସିଲେ। ସମୁଦ୍ର ପରି 23 ଅକ୍ଷୟିଣୀ ସେନା ମାନଙ୍କୁ ସଂଗ୍ରହ କରି ଆଣି ଏ ମଥୁରା ନଗରକୁ ଘେରାଇ ପକାଇଲେ। ସମୁଦ୍ର ମଝିରେ ଇଏ ଦ୍ୱୀପ ଭଳି ମଥୁରା ନଗରୀ। ସୈନ୍ୟ, ଏତେ ସୈନ୍ୟକୁ। ଆଉ ସେ ଯୁଦ୍ଧରେ ଦେଖାଯାଉଛି ମୁଷ୍ଟିମେୟ କେତେକ ଯାଦବମାନଙ୍କୁ ନେଇ କୃଷ୍ଣ ବଳରାମ 2 ରଥରେ ଆରୋହଣ କରି ଏହି ସୈନ୍ୟ ସମୁଦ୍ର ମଝିରେ ପଶିଗଲେ। ଆଉ ଭଗବାନ କୃଷ୍ଣ ହାତରେ ସାରଙ୍ଗ ଧନୁ ଧାରଣ କଲେ, ଆଉ ଭଗବାନ ବଳରାମ ହାତରେ ଗଦା ଧାରଣ କଲେ। ଏହିପରି ଦେଖାଯାଉଛି, ଆମେ ହିସାବ ପାଉଛେ 1.5-2 ଘଣ୍ଟା ମଧ୍ୟରୁ ସମସ୍ତଙ୍କୁ ସଫା କରିଦେଲା। ସେମାନଙ୍କ ରକ୍ତର ନଦୀ ପ୍ରବାହିତ ହେଲା। ଇଏ ପୂର୍ବ ଶ୍ଲୋକରେ ଆମେ ସବୁ ଆଲୋଚନା କରି ଆସୁଛେ, କେତେ ଶହ ଶହ ରକ୍ତର ନଦୀ ଏ ପ୍ରବାହିତ କରିଦେଲା। ଶେଷରେ ସୈନ୍ୟ ଶୂନ୍ୟ ହେଇଗଲା। କିଏ? ଜରାସନ୍ଧ। 23 ଅକ୍ଷୟିଣୀ ସେନା ସମସ୍ତଙ୍କ ବିନାଶ କଲେ, କେବଳ 2 ଭାଇ କୃଷ୍ଣ ଆଉ ବଳରାମ। 23 ଅକ୍ଷୟିଣୀ ସେନା ସମସ୍ତଙ୍କ ନାଶ କଲେ। ଆଉ ଶେଷରେ ଜରାସନ୍ଧଙ୍କ ରଥ ସେ ବି ଭଙ୍ଗ କରିଦେଲେ, ଅର୍ଥାତ୍ ରଥ ବିହୀନ ହୋଇଗଲା। ତାହେଲେ ରହିଲା କିଏ? 23 ଅକ୍ଷୟିଣୀ ସେନାମାନଙ୍କ ମଧ୍ୟରୁ ସେମାନେ ନେତୃତ୍ୱ ଦେଉଥିଲେ ଜରାସନ୍ଧ। 23 ଅକ୍ଷୟିଣୀ ସେନା ସମସ୍ତେ ନାଶ ହୋଇଗଲେ। ଆଉ କେବଳ ରହିଲା ଜରାସନ୍ଧ। ତାର ରଥ ନାହିଁ, ସୈନ୍ୟ ନାହିଁ, କେବଳ ଶ୍ୱାସଟା ଅବଶିଷ୍ଟ ରହିଛି। ସେଥିଲାଗି ଏହି ଶ୍ଲୋକରେ କୁହାଯାଉଛି ଅବଶିଷ୍ଟ ତାର କ'ଣ ଥିଲା? ଶ୍ୱାସ ବୁଝିପାରୁଛନ୍ତି? ହଁ, ଶ୍ୱାସଟା କେବଳ ଥିଲା। ଆଉ ବଳରାମ ହାତରେ ଆସିଯାଇଛି। ବଳରାମ କ୍ରୋଧ ପ୍ରକାଶ କଲେ। କାହିଁକି? ଏ ଦୁଷ୍ଟୁ କେତେ ଶତ୍ରୁପକ୍ଷ ସୈନିକମାନଙ୍କ, ତାଙ୍କର ଶତ୍ରୁ ହচ্ছে ସବ ଭକ୍ତ ଲୋକ ଜରାସନ୍ଧ। ତ ସେଇ ରାଜନ ସତ ରାଜାମାନଙ୍କୁ ସବୁ ସଂହାର କରିଛନ୍ତି, ବଧ କରିଛନ୍ତି, ସୈନିକମାନଙ୍କୁ ସଂହାର କରିଛନ୍ତି। ତେଣୁ ଇଏ ଦୁଷ୍ଟୁ, ତେଣୁ ଇଏ ମୋର ଶତ୍ରୁ, ତେଣୁ ୟାକୁ ମୁଁ ବଧ କରିବି। ତେଣୁ ବଳରାମ 2ଟି ପାର୍ଶ୍ୱ ଦ୍ୱାରା ତାଙ୍କୁ ବନ୍ଦୀ କଲେ। କେଉଁ 2ଟି ପାର୍ଶ୍ୱ ଦ୍ୱାରା? ହଁ,
କ'ଣ ବରୁଣ ପାଶ। ଆଉ ଏ କଥା ଯେତେ ପାଠ ହେଉଛି କି ଶୁଣୁନାହାନ୍ତି, ଆଉ କ'ଣ ହେବ ବୁଝିବ କ'ଣ? ଏ ବରୁଣ ପାଶ, ବରୁଣ ଦେବତାଙ୍କର ପାଶ, ୟାକୁ ଦୈବୀ ପାଶ କୁହାଯାଉଛି। ଆଉ ଲୌକିକ ପାଶ ସାଧାରଣ ରଜ୍ଜୁ ଦ୍ୱାରା ଏ ବନ୍ଦୀ କଲେ। ଦୁଇ ପ୍ରକାର ମାନେ ପାଶ ଦ୍ୱାରା ବନ୍ଦୀ କଲେ ଭଗବାନ ବଳରାମ କାହାକୁ? ଜରାସନ୍ଧକୁ। ଏକ ହେଉଛି ଦୈବୀ ପାଶ, ଆଉ ଗୋଟେ ଲୌକିକ ପାଶ। ଆଉ ଛାଡ଼ି ପଳାଇବା କୌଣସି ଉପାୟ ନଥିଲା କାହାର? ଜରାସନ୍ଧ। ତେଣୁ ଜରାସନ୍ଧ ଯଦିଓ ସେ ଶିବଜୀଙ୍କର ପାଖରେ ବରପ୍ରାପ୍ତ ହେଇଛନ୍ତି। କ'ଣ ବରପ୍ରାପ୍ତ ହେଇଛି ନା ସେ କାହାରି ହାତେ ମରିବ ନାହିଁ। ହଁ, ଯେ ତାର ଜନ୍ମ ଯେମିତି ହେଇଛି ଠିକ୍ ସେହିପରି ତାକୁ ଯଦି ଦେହଟା ଦୁଇ ଫାଳ କରି ଦିଆଯିବ, ବିପରୀତ ଦିଗରେ ଯଦି ପକାଇ ଦିଆଯିବ, ତେବେ ସେ ମରିବ। ଅନ୍ୟ କୌଣସି ଉପାୟରେ ସେ ମରିବ ନା। ଏ ଶିବଜୀଙ୍କ ଠାରୁ ଏ ବର ପ୍ରାପ୍ତ ହେଇଛି। ଏ ବର କିଏ ପ୍ରାପ୍ତ ହେଇଛି? ଜରାସନ୍ଧ। ତେଣୁ ବଳରାମ ତ ଭଗବାନ, ତାଙ୍କର କ୍ଷେତ୍ରରେ କୌଣସି ନିୟମ ନାହିଁ। ଶିବଜୀ ଯେତେ ବର ଦିଅନ୍ତୁ, ବ୍ରହ୍ମାଜୀ ଯେତେ ବର ଦିଅନ୍ତୁ, ହଁ, ଭଗବାନ ଭଗବାନ ସର୍ବଶକ୍ତିମାନ। ହଁ, ହାତରେ ଗଦା ଉଠାଇ ଯଦି ମୁଣ୍ଡରେ ବସାଇଦେବ, କାହାରି ଆଉ ସେ ବର ସେଠାରେ କାମ କରିବା ନାହିଁ। ତଥାପି ସେମାନେ ନରଲୀଳା କରୁଛନ୍ତି। କେମାନେ? ଭଗବାନ। ତେଣୁ କାହାର ଅବମାନ କରିବେ ନାହିଁ। ଶିବଜୀ ଯେ ବର ଦେଇଛନ୍ତି, ସେ ବରକୁ ରକ୍ଷା କରିବା। ବ୍ରହ୍ମା ଯେ ବର ଦେଇଥିଲେ ଯେମିତି ହିରଣ୍ୟକଶ୍ୟପ, ତା ସେ ରକ୍ଷା କରିଥିଲେ। କାହିଁକିନା ଭଗବାନ କେବେ ହେଲେ ଏହିସବୁ ନିଜ ଭକ୍ତମାନଙ୍କର ପ୍ରଦତ୍ତ ଯେ ବର, ତାହାକୁ ସେ କେବେ ହେଲେ ଲଙ୍ଘନ କରିବେ ନା, ସୁରକ୍ଷା ଦେବେ। ସେଥିଲାଗି ଭଗବାନ କୁହାଯାଏ। ସବୁ ଦିଗରେ ସବୁ ପ୍ରକାର ସମନ୍ୱୟ ରଖି ତାପରେ ତାକୁ ବଧ କରିବେ। ତ ଇଏ କୃଷ୍ଣଙ୍କର ମାଷ୍ଟର ପ୍ଲାନ୍। ମାଷ୍ଟର ପ୍ଲାନ୍ କ'ଣ? ବଳରାମ କ୍ରୋଧ ପ୍ରକାଶ କଲେ କାହାକୁ ବଧ କରିବା ପାଇଁ? ଜରାସନ୍ଧ। କାହିଁକି? ସେ କେତେ ସବୁ ଶତ୍ରୁମାନଙ୍କୁ ସଂହାର କରିଛନ୍ତି। ହଁ, ସେ ଯେତେ ପୃଥିବୀ ବିଜେତା ପ୍ରାପ୍ତ ହେଉଥିଲେ, ଯୁଦ୍ଧ କରିଦେଲେ, କେତେ କେତେ ସବୁ ରାଜା ରାଜକୁମାରମାନଙ୍କୁ ସଂହାର କରି ସୈନିକମାନଙ୍କୁ ନାଶ କରିଛନ୍ତି। ତେଣୁ ବଳରାମଙ୍କ କବଳରେ ଆସିଯାଇଛି। ବଳରାମ ଚାହାନ୍ତି ନ୍ୟାୟ ଧର୍ମ ସ୍ଥାପନ କରିବା ପାଇଁ। ଏ ଦୁଷ୍ଟକୁ ମୁଁ ବଧ କରିବି ତାର ନ୍ୟାୟସଙ୍ଗତ ଭାବରେ। ଆଉ ଇଏ ବଳରାମଙ୍କ ମଧ୍ୟରେ କ୍ରୋଧ ଜାତ ହେଇଗଲା। ଏକ ଭଗବାନ ଦୁଇ ସ୍ୱରୂପ, ଏକ ବଳରାମ ସ୍ୱରୂପ ଆଉ ଏକ କୃଷ୍ଣ ସ୍ୱରୂପରେ। ବଳରାମ ସ୍ୱରୂପରେ କ୍ରୋଧ ପ୍ରକାଶ ହେଇଗଲା, ଆଉ କୃଷ୍ଣ ସ୍ୱରୂପରେ ମୁଖରେ ହାସ୍ୟ ପ୍ରକାଶିତ ହେଲା। ଅର୍ଥାତ୍ ବଳରାମ ରଗୁଛନ୍ତି ଆଉ କୃଷ୍ଣ ହସୁଛନ୍ତି। ହଁ, ହରେ କୃଷ୍ଣ ହରେ କୃଷ୍ଣ। ହଁ, ମଜାଟା ବୁଝିପାରୁଛନ୍ତି? ଏ ପାଖକୁ ଆସନ୍ତୁ, ଦୂର ବସିଲେ ହେବନି। ଡିସକନେକ୍ସନ୍ ହେଇଯିବ। ହଁ, ଆବସେଣ୍ଟ ମାଇଣ୍ଡ ହେଇଯିବ ଏଇ ପାଖରେ। ହଁ, ଆସଛନ୍ତି, ଭଲ ଭାବରେ ଶୁଣନ୍ତୁ। ହଁ, ଏଠାରେ ଏକ ହିଁ ଭଗବାନ। ହଁ, କଥା ବୁଝିପାରିଲେ? ଗଡ୍ ଇଜ୍ ୱାନ୍, କିନ୍ତୁ ଦୁଇଟା ରୂପ ଧାରଣ କରିছে। ଏକ ବଳରାମ ସ୍ୱରୂପ আর ଏକ କୃଷ୍ଣ ସ୍ୱରୂପରେ। ହଁ, ବଳରାମ ସ୍ୱରୂପରେ କ୍ରୋଧ ପ୍ରକାଶ କଲେ, କାହିଁକିନା ସେ ଧର୍ମ ସ୍ଥାପନ କରିବେ ନ୍ୟାୟସଙ୍ଗତ ଭାବରେ। ଏ ଦୁଷ୍ଟ, ତେଣୁ ଏହାକୁ ମୁଁ ବଧ କରିବି। କାହାକୁ? ଜରାସନ୍ଧକୁ। କଥା ବୁଝିପାରିଲେ? ଆଉ କୃଷ୍ଣ ତାଙ୍କର ମାଷ୍ଟର ପ୍ଲାନ୍ ଥିଲା କ'ଣ ନା, ସେ ସହିତ ହସୁଛନ୍ତି। ବଳରାମ ରଗୁଛନ୍ତି ଆଉ କୃଷ୍ଣ ହସୁଛନ୍ତି। କୃଷ୍ଣ କାହିଁକି ହସୁଛନ୍ତି ନା, ଏହାର ଦ୍ୱାରା ଏହାର ଶତ୍ରୁମାନଙ୍କୁ ନେଇ ଆସିବା, ଆଉ ଏଠାରେ ଆମେ ସମସ୍ତେ ସେମାନଙ୍କୁ ବଧ କରିବା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଦୁଇଟି ପଏଣ୍ଟ ଦେଉଛନ୍ତି ଗୋଟେ ଶବ୍ଦରେ। ହି ହ୍ୟାଜ୍ କିଲ୍ଡ ହିଜ୍ ଏନିମିଜ୍, ଏ ପ୍ରଥମ ପଏଣ୍ଟ। ହଁ, ଆଉ ସେକେଣ୍ଡ ପଏଣ୍ଟ ଇଜ୍ through whom his enemies would be killed. ଏ ଦୁଇଟା ପଏଣ୍ଟ। କଥା ବୁଝିପାରିଲେ? ପ୍ରଥମ ପଏଣ୍ଟ, ସେ ତାର ଶତ୍ରୁମାନଙ୍କୁ ସଂହାର କରିଦେଲେ। କିଏ? ହଁ, ବଳରାମ। ଜରାସନ୍ଧ। ଠିକ୍ ଭାବେ ବୁଝନ୍ତୁ। ଅନ୍ୟମନସ୍କ ବସିଲେ କିଛି ବୁଝିପାରିବନି, ସବୁ କଥା ଭିତରେ ପଶିପାରିବନି। ଶୁଣନ୍ତୁ ଠିକ୍ ଭାବେ। ସେ ତା ଶତ୍ରୁମାନଙ୍କୁ, ସେଥିଲାଗି ବଳରାମଙ୍କ ମଧ୍ୟରେ କ୍ରୋଧ ଜାତ ହେଇଛି। ହଁ, ଏହାକୁ ମୁଁ ସଂହାର କରି ନ୍ୟାୟସଙ୍ଗତ ଭାବରେ ଧର୍ମ ସ୍ଥାପନ କରିବି। ଆଉ କୃଷ୍ଣ ସେ କ'ଣ କଲେ? ସହଜୁଛନ୍ତି।
कहीं प्लान थिला कौन यार द्वारा केते गुड़े काम करे विशेषकर 3टा काम करवा के हम कौन या द्वारा काल जवन को आनिबा के हम। हाँ सुन कथा हाँ काल जवन द्वारा क्या बध करवा के हम काल जवन क्या द्वारा बध करवा के हम मुचुकुंद द्वारा कि बुझान सब आगे आलोचना करा कि बुझ ठीक भाव सुन गोटे पॉइंट प्रथम द्वितीय काल जवन और जरासंध एका साथ जो आक्रमण करने के दुई शत्रु से कृष्ण कौन कर प्लान ने मथुरा छाड़ी द्वारका दुर्ग निर्माण करेंगे। हाँ समुद्र मझे हाँ कथा बुझिपारे द्वारका हाँ अच्छा बर्तमान मथुरा यहीपरी चारिआडे सब घेरी पकाउछन् समुद्र सैन्य मान को आनी हाँ मथुरा को घेरी पकाउछन् तेणु एमती जगार गोटे माने दुर्ग निर्माण करी सेटा कि ये माने सहजरे जाई पारिबो नाही समुद्र मझे। हाँ कथा बुझिपारछन् या कह मास्टर प्लान। हाँ तेईपरी भगवान प्लान नौछन् द्वितीय प्लान कौन द्वारका निर्माण करिबा। हाँ ये माने मथुरावासी मान समस्ते भगवान भक्त मान को सुरक्षा देवा दुर्ग मध्य रखा एरा दुर्गहीन मथुरा तेणु बारंबार आसी आक्रमण करुच्ची। हाँ किंतु वर्तमान ये स्थान स्थानांतरित करवा के हम केउटारे मथुरारू द्वारका को सेटार दुर्ग मध्य रखा तेणु सुरक्षित रहिबो भक्त माने सुरक्षित कृष्णकर प्लान। आ तृतीय किए कह हाँ तृतीय कार्य कौन ना शेष ये जरासंध जरासंध पृथ्वी पृष्ठ जिते सब दुष्कृति मान थे से संग्रह कर नहीं आसबे या द्वारा यहीपरी सबू जिते एठाक आसबे आम सब मारिदेवा दे शेष या भीमंक द्वारा हाँ मारिबा कथा बुझल तो तीनोटी कार्य कह जाऊँ। हाँ ध्यान सहकारे गोटे आम बर्तमान कंपेयर करवा गोटे हूँ ब्रजलीला और गोटे हूँ मथुरा लीला ध्यान सहकारे शुब नहीं शुले हम नहीं सुन ध्यान एटा दुईटा लीलार कंपेयर कर कृष्ण मनुष्य लीला कर मनुष्य वेश धारण कर स्वयं भगवान है। हाँ हई बर्तमान मनुष्य लीला करमिति सी आसिले ये राधारानी प्रेम वर्धित कराइवाई कौन कले राधारानी ससुर घर अच्छा हाँ शाशु किए जटिला हाँ ननद कुटिला जानते तो राधारानी को शाशु जटिला ननद कुटिला शुणुन ना। हाँ शुण टिके टिके मुंड हलाइले हम। हाँ राधारानी जो ससुर घर को अच्छा एमती समय भगवान कृष्ण कौन कले ना जटिलांकर पुत्र तांकर पुत्र का ना कौन आयन। हाँ कई कहते आयन कई कहते अभिमन्यु। हाँ तो अभिमन्यु साधारणतः आम वैष्णव लैंग्वेज हिसाब से कह जाए अभिमन्यु। हाँ आयन गाँवली कथा कथा बुझिपारे सब ठीक अच्छे किंतु आम वैष्णव लैंग्वेज अनुसार कथा कह ये कुटी जटिलांकर पुअर ना हूँ अभिमन्यु से तो घोष तेणु से माताजी कथा अनुसार आयन घोष कह घोष माने गोरु चारांती जे। हाँ तो ये अभिमन्यु अर्थात से आयन घोष गोरु चराइबा को जाते। हाँ से सुजोग भगवान कृष्ण राधारानी मिलित हे कि राधारानी क्या द्वारा सर्वदा माने ये थिले प्रहरा अवस्था जटिला कुटिला कृष्ण जो थे ये आसी पारिबानी सब बोले जगिकी बसते तो कृष्ण कौन कले एक माधुर्यमय लीला आस्वादन करने अभिमन्यु रूप धारण कले। हाँ कथा बुझिपारे यही शुण ठीक भाव अभिमन्यु रूप अर्थात जटिला पुत्र रूप धारण करी आसी जटिला कहे माँ मु देखिली से नंद बाटा कृष्ण। हाँ
से मोर रूप धारण कर आसुची तेणु तुम्हें जगिकी रह एठारे हाथ में झड़ू नहीं। हाँ आसिले केवल झड़ू द्वारा पिटब। हाँ एक कथा कह कि हाँ डुप्लिकेट अभिमन्यु। हाँ कृष्ण स्वयं अभिमन्यु रूप धारण करी। हाँ से जाए कथा साउ झोटिला मन क्रोध कर सी आसिले मु झटा दे झाड़ू दे केवल पिटबी। हाँ दार देश ठिया कुटे ता सहित जोटिला सहित कुटिला दुई जन इे से अभिमन्यु वेशधारी कृष्ण पशिगला क्या घर को राधा रानी का घर को। हाँ तार प्रेम वर्धित सहित विलास कर सत सत तापर गोचारण सरला परे असल जो अभिमन्यु से फेरुंट कृष्ण कौन कही से मोर रूप धारण कर आसुचे तेने यहीपर असल जे तांकर पुत्र अभिमन्यु से जो फेरुंट आ जटिला तुम्हारा कपटता स्थान मिलला नहीं मोर पुत्र रूप धारण कर आसुच। हाँ ये चकित हो गल पुत्र रूप कन झाड़ू नहीं धमाधम तार ये कौन हो मु तुम्हार पुत्र आहरी अधिक तो से अभिमन्यु चिंता कला माँ तांकर कौन बाई रोग हो जाए बर्तमान आ कथा कही हेनी से स्थान छाड़ी पड़े। हाँ तो ये देखा जाऊँ जे अभिमन्यु रूप धारण कर आसी कृष्ण यहीपर लीला कर माने निज माता द्वारा निज पुत्र को पिटाऊँच। ये कृष्ण स्वयं राधा रानी के माने रूम रे प्रवेश करी ता सहित विलास कर प्रेम वर्धित कर माधुर्य रस। हाँ आस्वादन कर देखा जाठार निज माता द्वारा निज पुत्र को पिटाऊँच। हाँ और ये ब्रज मथुरा लीला आम देखुचे कौन कृष्ण बलराम को द्वारा से कौन कले जरासंध को पिटबार मुक्त करदे। हाँ बलराम ताकू मारिया चाहूले कि से रक्षा कले कौन लगी ना यह द्वारा आउ केते गुड़े काम कराइबा के हेबो कहीं ये पृथ्वी पृष्ठ महाबलवान एक असुर म्लेच्छ राज से के कालजवन अच्छा ताकू संहार करने को तार अधीन 3 कोटी म्लेच्छ सैनिक मान अच्छे से संहार कराइबा। हाँ देख कृष्ण मास्टर प्लान की परि अद्भुत प्लान यहीपरी ये काल जवन ये बर प्राप्त है कौन अस्त्र से मरबन एमती कौन भगवान के हाथ में सुदर्शन चक्र द्वारा से बद्ध हेब ना तेने भगवान प्लान करले या बध कराइबा कहा द्वारा मुचुकुंद मोर भक्त बहुत दिन धरी से गुंफा मध्य अवस्थान कर शुई। हाँ बर्तमान से देवता मान बर प्राप्त होन कई यदि अकाले तार निद्रा भंग करेंगे तापर दृष्टिपात करेंगे बिना अस्त्र रे से भस्मीभूत हो कृष्ण प्लान की परि। हाँ यहीपरी मुचुकुंद द्वारा काल जवन के बिना अस्त्र भस्मीभूत कराइबी आ 3 कोटी जे म्लेच्छ जे सैनिक ये समस्त संहार करी तापर। हाँ ये प्लान तापर मुचुकुंद मोर भक्त ताकू रक्षा उद्धार करी। हाँ ये कृष्ण प्लान। हाँ आ तापर कौन हम जे 18 थर ये जिते जरासंध 23 अक्षनी सेना मान को नहीं आसवे से कौन करेंगे ना से द्वारा ताड़ित है कृष्ण बलराम प्रहर्षण पर्वत पर चढ़ी जाए ये मन के आँखिर धूली दे कुआड़ चली जाए द्वारका विश्वकर्मा द्वारा गोटे रात्रि मध्य निर्माण कर द्वारकापुरी सेठारे जाई अवस्थान करेंगे। आज कृष्ण ता जोगमाया शक्ति द्वारा मथुरा साहित्य अवस्था थे मथुरावासी जिते सब भक्त मैंने से सहीठू द्वारका स्थानांतरित कर एठारे जमी शोई से द्वारकार से शज्जार उठी थे। ये हूँ अद्भुत लीला भगवान कृष्ण। हाँ बुझीपार तो ये कृष्ण अद्भुत प्लान यहीपरी जरासंध द्वारा आनीत समस्त सैनिक मान को ये दुष्ट मान को
ସବୁ ସଂହାର କରିସାରିଲା ପରେ ତାପରେ କୃଷ୍ଣ କ'ଣ କରିବେ? ସେ ଜାଣିଛନ୍ତି, ଇଏ ଜରାସନ୍ଧ ଜାଣିଛନ୍ତି ଯେ କୃଷ୍ଣ ବଳରାମକୁ ଆମେ ପୋଡ଼ାଇକିରି ମାରିଦେଇଛୁ। ହଁ, ପ୍ରବର୍ତ୍ତନ ପର୍ବତ ଚଢ଼ି ଯାଇଥିଲେ। ସେ ତ ଜରାସନ୍ଧ କ'ଣ କଲେ? ପର୍ବତ ଚାରିଆଡ଼େ ନିଆଁ ଲଗାଇଥିଲେ। ଆଉ ସେମାନଙ୍କର ଅଲକ୍ଷ୍ୟରେ କୃଷ୍ଣ ବଳରାମ ଉପରୁ ଜାମ୍ ଦେଇ ଦ୍ୱାରକାକୁ ଚାଲିଗଲେ। ସେ ତ ବୁଝିପାରିଲେ ନାହିଁ କୃଷ୍ଣ ବଳରାମ ମରିଯାଇଛନ୍ତି, ଏହା ବୁଝିଲେ। ହଁ, କିନ୍ତୁ ସେଇ ଭଗବାନ କୃଷ୍ଣ କ'ଣ କରିବେ? ଅର୍ଜୁନ ଏବଂ କାହାକୁ? ଭୀମଙ୍କୁ ସାଙ୍ଗରେ ନେବେ, ବ୍ରାହ୍ମଣ ବେଶରେ ଆସିବେ। ଜରାସନ୍ଧ ହେଉଛି ବ୍ରାହ୍ମଣମାନଙ୍କର ଉପାସକ। ଉପାସନା କରନ୍ତି ବ୍ରାହ୍ମଣମାନଙ୍କୁ। କାହିଁକିନା 18 ଥର ଏଇ ଯୁଦ୍ଧରେ ଜରାସନ୍ଧ ବିଜେତା ପ୍ରାପ୍ତ ହେଇଥିଲା। କାହିଁକିନା 18 ଥର ଭଗବାନ କୃଷ୍ଣ ଜରାସନ୍ଧ ସୈନିକମାନଙ୍କୁ ବଧ କଲେ ନାହିଁ। ହଁ, ସେ ଯୁଦ୍ଧ କ୍ଷେତ୍ର ଛାଡ଼ି ପଳେଇଗଲେ। ଏଇଥର ସେ ବିଜେତା ପ୍ରାପ୍ତ ହେଲେ। ହଁ, କାହିଁକିନା ଜରାସନ୍ଧ ବ୍ରାହ୍ମଣମାନଙ୍କୁ ସର୍ତ୍ତ କରାଇଥିଲେ, ଏଇଥର ଯଦି ମୁଁ ବିଜେତା ପ୍ରାପ୍ତ ଯଦି ନ ହେବି ତାହେଲେ ସମସ୍ତ ବ୍ରାହ୍ମଣମାନଙ୍କୁ ମୁଁ ସଂହାର କରିବି। ତେଣୁ ବ୍ରାହ୍ମଣମାନେ ଭକ୍ତ ଭଗବାନଙ୍କ ଚରଣ ପ୍ରାର୍ଥନା କଲେ, ହେ ପ୍ରଭୁ ଆପଣ ଜାଣିଶୁଣି ଏଇଥର ହରିଯାଆନ୍ତୁ, ତାହେଲେ ଆମମାନଙ୍କୁ ମାରିଦେବେ। ତ ଭଗବାନ ଜାଣିଶୁଣି ବ୍ରାହ୍ମଣ ଭକ୍ତମାନଙ୍କୁ ରକ୍ଷା କରିବା ପାଇଁ ଯୁଦ୍ଧ କ୍ଷେତ୍ର ଛାଡ଼ି ଏ ପଳେଇ ଯାଇଥିଲେ। ହଁ, କଥା ବୁଝିଗଲା? ତେଣୁ ଏଇଥର ଜରାସନ୍ଧ ଜୟୀ ହେଲେ। ତେଣୁ ବ୍ରାହ୍ମଣମାନଙ୍କୁ ବହୁତ ପ୍ରଶଂସା କଲେ, ବହୁତ ପୁରସ୍କାର ପ୍ରଦାନ କଲେ। କିନ୍ତୁ ତାପରେ ଦେଖାଯାଉଛି କ'ଣ? ସେଇ କୃଷ୍ଣ ବ୍ରାହ୍ମଣ ବେଶରେ ଆସିଲେ। କୃଷ୍ଣ, ଅର୍ଜୁନ ଆଉ ଭୀମ ବ୍ରାହ୍ମଣ ବେଶରେ ଆସିଲେ। କେଉଁଠାରେ? ମଗଧ ରାଜ୍ୟରେ ଜରାସନ୍ଧ। ଆଉ ଜରାସନ୍ଧ ଦେଖି ତ ବହୁତ ଆନନ୍ଦିତ ହେଇଗଲେ। ଉତ୍ତମ ରୂପରେ ସତ୍କାର କଲେ ଏବଂ ପାଦଧୌତ କରିଦେଲେ, ପୂଜା କଲେ ବ୍ରାହ୍ମଣଙ୍କୁ। ତାପରେ କହୁଛନ୍ତି ଆପଣଙ୍କ ଶୁଭ ଆଗମନର ଉଦ୍ଦେଶ୍ୟ କ'ଣ ଜାଣିପାରିବି କି? ସେତେବେଳେ ଇଏମାନେ କହିଲେ କ'ଣ? ଯୁଦ୍ଧଂ ଦେହି। ହଁ, ଆରେ ଏ ତ ଆସିଛନ୍ତି ବ୍ରାହ୍ମଣ ବେଶରେ, ଆଉ ଯୁଦ୍ଧ? ସେତେବେଳେ ନିରୀକ୍ଷଣ କରି ବୁଝିପାରିଲେ କ'ଣ? ଇଏମାନେ ବ୍ରାହ୍ମଣ ବେଶରେ କ୍ଷତ୍ରିୟ। ତେଣୁ କୃଷ୍ଣ ପରିଚୟ ଦେଲେ, ମୁଁ ହେଉଛି ସେଇ କୃଷ୍ଣ, ଇଏ ହେଉଛି କେ ଅର୍ଜୁନ, ଇଏ ହେଉଛନ୍ତି କେ ଭୀମ। ହଁ, ଏଇ 3 ଜଣଙ୍କ ମଧ୍ୟରୁ କାହାକୁ ଚଏସ୍ କରୁଛନ୍ତି? ତା ସହିତ ମଲ୍ଲଯୁଦ୍ଧ ଯଦି କରିବାକୁ ହେବ। ତ ଜରାସନ୍ଧ ଦେଖିଲେ ୟା ସହିତ ଯୁଦ୍ଧ କ'ଣ? ଏ ତ କା ପୁରୁଷ ଯୁଦ୍ଧ ଛାଡ଼ି ପଳେଇ ଯାଇଛି। କୃଷ୍ଣ ସହିତ ଯୁଦ୍ଧ କଲେ, ଏ କୃଷ୍ଣଙ୍କର ପ୍ଲାନ୍। ତାପରେ ଅର୍ଜୁନ, ଇଏ ତ ପଦଲା, ଏ ସହିତ ମୁଁ ଯୁଦ୍ଧ କରି ମୋର କୃତିତ୍ୱ କ'ଣ? ମୋତେ ଯଦି ଯୁଦ୍ଧ କରିବାକୁ ହେ, କାହା ସହିତ ଯୁଦ୍ଧ କରିବାକୁ ହେବ? ଭୀମଙ୍କ ସହିତ। ତେବେ ତ କୃତିତ୍ୱ। ଭୀମଙ୍କୁ ଯଦି ପରାସ୍ତ କରିପାରିବି ତେବେ ତ ମୋର ମାନେ ବୀରତ୍ୱ ସମଗ୍ର ଜଗତ ଘୋଷିତ ହେବ। ହଁ, ତ କାହାକୁ ଚଏସ୍ କରିନେଲେ? ସେ 3 ଜଣଙ୍କ ମଧ୍ୟରୁ ଭୀମଙ୍କର। ଭୀମଙ୍କ ସହିତ ମଲ୍ଲଯୁଦ୍ଧ ହେଉଛି। ହଁ, କେତେ ଦିନ ଧରି ହେଇଥିଲା? ହଁ, ଆରେ କେହି ଜାଣନ୍ତି ନରେ କିଛି ଗୋଟେ କଥା କିଛି ବୁଝୁନାହାନ୍ତି। କ'ଣ ସବୁ ତ ଢୋଲାଉଛ? କେତେ ଦିନ? ନାଇଁ, ସବୁ ତ ସେ। ହଁ, 28 ଦିନ ଧରି। ଏତେ ବୁଝୁନାହାନ୍ତି, ଆଉ କ'ଣ? ଏଇପରି ଅର୍ଜୁନ, ଇଏ ଭୀମ, ସେ ବି ନିରାଶ ହେଇଗଲେ। ଜରାସନ୍ଧକୁ ସେ ବଧ କରିପାରିବ ନାହିଁ। କାରଣ ତା'ର ଦେହ ସେମିତି 10,000 ହସ୍ତିର ବଳ, ଭୀମଙ୍କ ଦେହ ସେମିତି 10,000 ହସ୍ତିର ବଳ। 2 ସିଂହ ମଧ୍ୟରେ ସଂଘର୍ଷ ହେଉଛି। ତେଣୁ ଭୀମ ସେ ନିରାଶ ହେଇଗଲେ। କିନ୍ତୁ ଇଏ ଇଚ୍ଛାଟା କାହାର? କୃଷ୍ଣଙ୍କର ଇଚ୍ଛା। କାହିଁ ଭୀମଙ୍କ ଦ୍ୱାରା ତାକୁ ବଧ କରାଇବେ। ତେଣୁ ଭଗବାନ କୃଷ୍ଣ ଗୋଟେ ମାନେ ଘାସ ନେଲେ, ଏରକା ଘାସ, ତାକୁ ଇଶାରା ମାଧ୍ୟମରେ ଦେଖାଉଛନ୍ତି। କାହାକୁ? ଭୀମଙ୍କୁ। ଏଇପରି ଚିରିଲେ, ଚିରି ବିପରୀତ ଦିଗରେ ପକାଇଦେଲେ। ଭୀମ କେବଳ ଇଶାରା ମାଧ୍ୟମ ବୁଝିନେଲେ, ଭକ୍ତ ଲୋକ। ହଁ, ସାଙ୍ଗେ ସାଙ୍ଗେ ଲାଷ୍ଟ ଥର ସଂଘର୍ଷ ଯେତେବେଳେ ହେଲା, ସେତେବେଳେ ଜରାସନ୍ଧକୁ ଧରାଶାୟୀ କରି ଭୀମ ତା ଗୋଡ଼ର ଉପରେ ଗୋଟେ ଗୋଡ଼ ଚପି ଧରିଲେ, ଆଉ ଗୋଟେ ଗୋଡ଼ ହାତ ଧରି ଏଇପରି 2 ଫାଳ କରିଦେଲେ। ଆଉ କୃଷ୍ଣଙ୍କ ଇଶାରା ଅନୁସାରେ ସେଇପରି ବିପରୀତ ଦିଗରେ ପକାଇଦେଲେ। ସେଇଥିରେ ଜରାସନ୍ଧ ମରିଗଲା। ହଁ,
ଜରାସନ୍ଧକୁ ମାରିବା ଉଦ୍ଦେଶ୍ୟ କ'ଣ? ହରେ ବଲ, ହରେ କୃଷ୍ଣ। ମୋତେ ଶୋଇଯାଉଛନ୍ତି କ'ଣ? ଜରାସନ୍ଧକୁ ମାରିବା କ'ଣ କଥା ଗୋଟେ କହିପାରୁନାହାନ୍ତି, କ'ଣ କଥା ଶୁଣୁଛନ୍ତି? ହଁ ହଁ, ଜରାସନ୍ଧ ମାରିବାର ଉଦ୍ଦେଶ୍ୟ ହେଉଛି ଯୁଧିଷ୍ଠିର ମହାରାଜଙ୍କ ଦ୍ୱାରା ରାଜସ୍ୱ ଯୋଗ୍ୟ ହେବ। ହଁ, ସେ ସମଗ୍ର ଜଗତ ଛତ୍ରପତି ସମ୍ରାଟ ରୂପେ ବିରାଜମାନ ହେବେ। ହଁ, ସମସ୍ତେ ରାଜାମାନେ ତାଙ୍କର ଅଧୀନସ୍ଥ ହେବେ। ତେଣୁ ଏଇ ଜରାସନ୍ଧ ସମଗ୍ର ପୃଥିବୀରେ ବିଜେତା ପ୍ରାପ୍ତ ହୋଇ 20 ଲକ୍ଷ 20,800 ରାଜନବର୍ଗ ବନ୍ଦୀ କରି ରଖିଥିଲେ। ତ ଜରାସନ୍ଧକୁ ଯଦି ଭୀମ ଦ୍ୱାରା ବଧ କରାଯିବ, ଏମାନେ ସମସ୍ତେ କୃଷ୍ଣଙ୍କର ଶରଣାଗତ ହେଇଯିବେ। ହଁ, ଆଉ କୃଷ୍ଣଙ୍କର ଶରଣାଗତ ମାନେ ଯୁଧିଷ୍ଠିର ମହାରାଜଙ୍କ ଶରଣାଗତ ହେଇଯିବ। ତ 20,800 ରାଜନବର୍ଗ ସମଗ୍ର ପୃଥିବୀର ରାଜା ଯେତେ ଯୁଧିଷ୍ଠିର ମହାରାଜଙ୍କୁ ଅନୁଗତ ହେଇଯିବ, ଆଉ ଯୁଧିଷ୍ଠିର ମହାରାଜ ଯେତେ ରାଜସ୍ୱ ଯୋଗ୍ୟ କରିବେ, ସେତ ତାଙ୍କର ଆଉ କୌଣସି କେହି ଶତ୍ରୁ ରହିବ ନାହିଁ। ହଁ, କଥା ଏ ହେଉଛି କୃଷ୍ଣଙ୍କର ମାଷ୍ଟର ପ୍ଲାନ୍। ହଁ, ସେହିପରି 20,800 ରାଜନବର୍ଗ ସମସ୍ତଙ୍କୁ ବନ୍ଦୀଦାସରେ ମୁକ୍ତ କରାଇଦେଲା। ସମସ୍ତେ ହିଁ କୃଷ୍ଣଙ୍କର ଶରଣାଗତ ହେଇଗଲେ। ଆଉ କୃଷ୍ଣ ସେ ତ ସସମ୍ମାନ ଏ ଜରାସନ୍ଧଙ୍କ ପୁତ୍ରଙ୍କ ଦ୍ୱାରା ନିଜ ନିଜ ରାଜ୍ୟରେ ପ୍ରେରିତ କଲେ। ଆଉ ସମସ୍ତେ ହିଁ ଯୁଧିଷ୍ଠିର ମହାରାଜଙ୍କୁ ଅନୁଗତ ହେଇଗଲେ। ହଁ, ଆଉ ଯୁଧିଷ୍ଠିର ମହାରାଜ ସେତେବେଳେ ଇନ୍ଦ୍ରପ୍ରସ୍ଥରେ ନିର୍ବିଘ୍ନ ରାଜସ୍ୱ ଯୋଗ୍ୟ ସମ୍ପନ୍ନ କଲେ। କୌଣସି ରାଜା ଆଉ ତାଙ୍କର ବିରୋଧୀ ହେଇପାରିଲେ ନାହିଁ, କାହିଁକି ସମସ୍ତେ ତାଙ୍କର ଅନୁଗତ ହେଇଗଲେ। କୃଷ୍ଣ ସେମାନଙ୍କୁ ରକ୍ଷା କରିଛନ୍ତି, ଭୀମଙ୍କ ଦ୍ୱାରା ବଧ କରି ସେମାନଙ୍କୁ ରକ୍ଷା କରିଛନ୍ତି। ତ ସମସ୍ତେ ପଞ୍ଚପାଣ୍ଡବମାନଙ୍କ ଅନୁଗତ ହେଇଗଲେ। ଏହିପରି ସମଗ୍ର ପୃଥିବୀରେ ଆଉ କୌଣସି ରାଜା ରାଜସ୍ୱ ଯୋଗ୍ୟ ପାଇଁ ଯୁଧିଷ୍ଠିର ମହାରାଜଙ୍କ ପ୍ରତିବନ୍ଧ ହେଲା ନାହିଁ। ଏହିପରି କୃଷ୍ଣଙ୍କର କୃପାରୁ ନିର୍ବିଘ୍ନରେ ଯୁଧିଷ୍ଠିର ମହାରାଜ ରାଜସ୍ୱ ଯୋଗ୍ୟ ସମ୍ପନ୍ନ କରି ସମଗ୍ର ଜଗତରେ ସେ କ'ଣ ଛତ୍ରପତି ସମ୍ରାଟ ରୂପରେ ବିରାଜମାନ ହେବେ। ହଁ, ତ କେତେ ଗୁଡ଼ିଏ ପ୍ଲାନ୍ ତେଇ ସୂତ୍ରରେ ପୁଣି ଦେଖାଯାଉଛି କ'ଣ? ପୃଥିବୀ ପୃଷ୍ଠର ଭାର ଅପହରଣ ହେଲା। କାହିଁ ଜରାସନ୍ଧ କେତେ ଥର ଆଣିଥିଲେ? ପ୍ରଥମ 17 ଥର। 17 ଥର 23 ଅକ୍ଷୟୀ ସ୍ନା ପ୍ରତିଥର ସବୁ ସଂହାର କରିଛନ୍ତି କୃଷ୍ଣ ବଳରାମ। 18 ଥର ସେ ମାନେ ପଳାୟନ ଲୀଳା କରିଥିଲେ। ତାପରେ ଅବଶିଷ୍ଟ ଯେତେ ସବୁ ଦୁଷ୍ଟମାନେ ରହିବେ ପୃଥିବୀ ପୃଷ୍ଠରେ, ଲାଷ୍ଟ ପ୍ଲାନ୍ କୃଷ୍ଣଙ୍କର କ'ଣ? କୁରୁକ୍ଷେତ୍ର ଯୁଦ୍ଧର ଆୟୋଜନ କରିବେ। ହଁ, ସେଥିରେ ଭାଇମାନଙ୍କର ମଧ୍ୟ ସଂଘର୍ଷ ଲଗାଇଦେବେ। ଆଉ ସେ ସଂଘର୍ଷ ପରିଣାମ ସ୍ୱରୂପ କୁରୁକ୍ଷେତ୍ର ଯୁଦ୍ଧର ଆୟୋଜନ ହେବ। ହଁ, ଆଉ କୁରୁକ୍ଷେତ୍ର ଯୁଦ୍ଧର ଆୟୋଜନ ହେବ, ପୃଥିବୀ ପୃଷ୍ଠରେ ଯେତେ ସବୁ ଥିଲା ଦୁଷ୍ଟମାନେ ସଂଗ୍ରହ କରି ଦେଖାଗଲା କେତେ? 18 ଅକ୍ଷୟିଣୀ କେତେ ଅବଶିଷ୍ଟ ଥିଲା। କଥା ବୁଝିଲ? ଏତେ ସବୁ ପ୍ରଥମ ସଂହାର କରିସାରିଲା ପରେ ପୃଥିବୀର ଅଧିକାଂଶ ଭାର ହ୍ରାସ ପାଇଯାଇଥିଲା। ଅବଶିଷ୍ଟ ଯାହା ଥିଲା ସମସ୍ତଙ୍କୁ ଏଠାରେ କୁରୁକ୍ଷେତ୍ର ଯୁଦ୍ଧରେ ସବୁ ଉପସ୍ଥିତ କରାଇ ଭାଇମାନଙ୍କ ସଂଘର୍ଷ ଲଗାଇ ଦେଇ, ଆଉ ଭଗବାନ କୃଷ୍ଣ ଭୀମ ଅର୍ଜୁନଙ୍କ ମଧ୍ୟ ଶକ୍ତି ସଞ୍ଚାର କରାଇ ଦେଇଛନ୍ତି। ସେମାନଙ୍କ ଦ୍ୱାରା ସମସ୍ତଙ୍କୁ ନାଶ କଲା। ପୃଥିବୀ ଭାର ଅପହରଣ ହେଇଗଲା। ହଁ, କିନ୍ତୁ ଆହୁରି ପ୍ରବଳ ଭାର ରହିଗଲା। କ'ଣ? କିଏ କହିପାରିବ? ହଁ, ପୃଥିବୀର ଆହୁରି ବଡ଼ ଭାର ରହିଗଲା। କ'ଣ? କ'ଣ? କିଛି ବୁଝୁନାହାନ୍ତି। ଆଉ ଭାଗବତ କଥା ବସି ଲାଭଟା କ'ଣ? ଯାଦବ ମାନେ ରହିଲେ। ଯାଦବ ମାନେ କୌଣସି ସାଧାରଣ ମର୍ତ୍ତବାସୀ ଲୋକ ନୁହନ୍ତି, ସବୁ ଭଗବତ ଧାମରୁ ଆସିଛନ୍ତି। ହଁ, ସେମାନଙ୍କୁ ପରାସ୍ତ କେହି କରିପାରିବ ନାହିଁ। ଇଏ ଶିବଜୀ ପାରିବ ନାହିଁ, ବ୍ରହ୍ମାଜୀ ପାରିବେ, ଇନ୍ଦ୍ର ଆଦି ଦେବତାମାନେ ପାରିବେ। ସେମାନେ ଭଗବତ ଧାମରୁ ଆସିଛନ୍ତି। ହଁ, ତେଣୁ ଭଗବାନ କ'ଣ କଲେ? ଏ ମୁଷଳ ଲୀଳାର ଆୟୋଜନ କଲେ। ହଁ, ମୌଷଳ ଲୀଳା। ମୁଷଳ ଲୀଳା ଦ୍ୱାରା ବ୍ରାହ୍ମଣ ମାନେ ଋଷିମାନଙ୍କ ଦ୍ୱାରା ଅଭିଶପ୍ତ କରାଇଲେ। ହଁ, କୃଷ୍ଣଙ୍କର ପୁତ୍ର କିଏ? ଶାମ୍ବ। ଶାମ୍ବ ହେଉଛନ୍ତି ଶାମ୍ବଙ୍କର ମାତାଙ୍କ ନାଁ କ'ଣ? ଜାମ୍ବବତୀ। ଶାମ୍ବ ଦେଖିବାକୁ ଅତି ସୁନ୍ଦର ସୁପୁରୁଷ।
कृष्ण को पर सौंदर्य व्यक्ति होती शाम्ब। हाँ देखिए एत सुंदर। हाँ तो शाम्ब ये को माने कौन कारण कृष्णकर कृष्ण बलराम की इच्छा रे ये द्वारकार ये को यज्ञ अनुष्ठान कर जाइथिला। से यज्ञ जिते सब मुनि ऋषि मान सब आस उपस्थित होते आ यज्ञ अति सुंदर भाव सुसंपन्न होला पारे ये सब निज निज आश्रम उद्देश्य यात्रा करते मुनि ऋषि माने। आ सेते बेले कृष्णकर पुत्र माने मुनि ऋषि मान के सहित परिहास करने औद्धत बढ़ी जाए परिहास करने शाम्ब को एक सुंदरी नारी रूप धारण करते माने शाड़ी फाड़ी पिंधिक। हाँ शाड़ी ब्लाउज साया ये सब पिंधिक एक सुंदरी नारी। हाँ से केशरे से सब माली कि मल्ली मालती ये सब लगी ओठर लिपस्टिक लगी यहीपरी सब पाउडर फाउडर लगिक आहरी सुंदर करने आ गर्भवती नारी कर। हाँ पेटर कपड़ा जड़ेगी पेटटा बड़ कर। हाँ नहीं आ कृष्ण को अन्य पुत्र माने या धरी नहीं आसती आ मुनि माने मुनि ऋषि मैंने फेरुले ये मैंने से बाटे जाऊँच आ मुनि ऋषि मान देखी प्रणाम कले बाह्य भाव सम्मान कले कपट भाव। हाँ यही बाह्य भाव सम्मान कले आ मुनि ऋषि मान सामने साम्य को ठिया कराई कहते हाथ जोड़िक हे मुनिवर आपण मैंने समस्त त्रिकालदर्शी सत्य सत्य से मत त्रिकालदर्शी तो आपण मैंने कहतु आमर ये बधूंकर गर्भरे जे सन्तान आसी से सन्तान पुत्र सन्तान ना कन्या सन्तान आ सत्य सत्य से मत त्रिकालदर्शी मुनि ऋषि माने से मैंने देखिले कृष्णकर पुत्र मान मत एत उद्धत बढ़ी जाए आम मान सहित परिहास। हाँ से अत्यंत क्रोधित हो गले मुनि ऋषि माने अत्यंत क्रोधित है हाँ तुम मान के बधूर गर्भर शुणु कथा शुइल हम मत शुई जा से शुई जा कौन कथा हम। हाँ तो यहीपरी कहते जे तुम्हारा ये बधूंकर गर्भर जे सन्तान जात हम से सन्तान द्वारा समग्र जदुकूल नाश हो मुनि माने क्रोध प्रकाश कर यहीपरी अभिशाप दे से माने आश्रम उद्देश्य यात्रा कले अभिशाप प्राप्त हो गले अत्यंत विवश हो गले। आ सांगे सांगे सेते बेले शाम्बंकर गर्भ उन्मोचन करा जाउची कपड़ा फड़ा लगी देइथिले आ कपड़ा फड़ा नाई ता भीतर गोटे मुसळ बाहर गला सत्य सत्य सांगे सांगे सन्तान प्रसव हो गला। हाँ कौन सन्तान मुसळ। हाँ आ अभिशाप कौन यही मुसळ द्वारा यही सन्तान द्वारा समग्र जदुकूल नाश ये हूँ कृष्णकर प्लान मु जदि लीला संवरण करी मो धाम को चलीजी या मन को छाड़ीदेवी जदि रखीजी ये मन को कंट्रोल करने ये जगत आओ कई नथिबे तेणु ये मन को आग को पठेवा के हो। हाँ ये प्लान ये कृष्ण यहीपरी मुसळ लिया आयोजन करले निज इच्छा अनुसार। हाँ आज सेते बड़े कृष्ण को पुत्र माने ये मुसळ ने आस उपस्थित है उग्रसेन पाक को। हाँ द्वारकार आ उग्रसेन पाक को सब कथा कहले उग्रसेन कृष्ण बलराम सहित कौन परामर्श न करी संगे संगे निर्दय देले या कोई नहीं जा प्रभास तीर्थ सेठारे कूलर पथर पर घसी घसी चूर्ण कर समुद्र रे विलीन कर दिया। हाँ भसई दिया तो क्या कले से मुसला आनी पथर पर घसी घसी कौन कले चूर्ण करी समुद्र रे भसई देले आ समुद्र भसा लास्ट आ धरी पारे अवशिष्ट जी ताको घसी पारुनी। हाँ ताको नहीं कौन कले समुद्र पकईदेले। हाँ अरे बोल गोटे बड़ मत्स्य आसी ताको भक्षण कला। हाँ आरे चूर्ण सब फसी जाइतिला समुद्र लहरी रे उल्टा आसी से सब कूलर लगिगला। कत बुझिपार। हाँ कूलर जो लगेगा से चूर्ण सब एरका घस तैयारी हो गला। हाँ कत बुझिपार एरका घस देखिच माने त्रिभुज बोली। हाँ तीन दिक ये धार बोली। हाँ त्रिभुज बोली यहीपर एरका घास घास तैयारी हो गला सृष्टि हो गला। आओ से अवशिष्ट मुसल अवशिष्ट बड़ मत्स्य जो भक्षण कला से मत्स्य एक धीवर जाड़े धरा पड़ा जो धरा पड़ा ताक पेट जो चिरिला
ସେ ପେଟରେ ସେଇ ମୂଷଳ ଅବଶିଷ୍ଟ ଅଂଶ ମିଳିଲା। ଏମିତି ସମୟ ଜରାବାଦ ସେଟାକୁ ଆସିଗଲା। ଜରାବାଦ ସେଇ ତୀରଟା ନେଲେ, ଗୋଟେ ତୀର ଉପରେ ସେ ତାହାକୁ ଲଗାଇଲେ। ଆରେ ଏଇପରି ଦେଖାଯାଉଛି ଶେଷରେ କ'ଣ ହେଲା ନା କୃଷ୍ଣ ବଳରାମ ଏ ଯାଦବମାନଙ୍କୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଲେ, ଆଜି ଆମେ ସମସ୍ତେ ଯିବା ପ୍ରବାସ ତୀର୍ଥରେ। ସେଠାରେ ସମସ୍ତେ ଯିଏ ଯା ସେଇ ପୂର୍ଣ୍ଣ ସମୁଦ୍ରରେ ସ୍ନାନ କରି ଯିଏ ଯାହା ଇଚ୍ଛା ସବୁ ଦାନ କରିପାରିବେ, ଏଇ ପୂର୍ଣ୍ଣ ସବୁ ଅର୍ଜନ କରିପାରିବେ। ତେଣୁ ସମସ୍ତେ ସସଜ୍ଜିତ ହୋଇ ସେଟାକୁ ଚାଲ। ତେଣୁ ଯେତେ ଯାଦବମାନେ ଥିଲେ କୃଷ୍ଣ ବଳରାମଙ୍କ ନିର୍ଦ୍ଦେଶ ଅନୁସାରେ ଅସ୍ତ୍ର ଶସ୍ତ୍ର ସବୁ ସସଜ୍ଜିତ ହୋଇ ଏଠାକୁ ଆସି ଉପସ୍ଥିତ ହୋଇଗଲେ। କେଉଁଠାରେ? ପ୍ରବାସ ତୀର୍ଥରେ। ଆଉ ସେଠାରେ ଏହିପରି ସ୍ନାନ କଲେ। ପ୍ରବାସ ତୀର୍ଥରେ ସ୍ନାନ କରି ଆଉ ଯିଏ ଯାହା ପାରିଲେ ବ୍ରାହ୍ମଣ ବୈଷ୍ଣବମାନଙ୍କୁ ମଧ୍ୟ ସବୁ ଦାନ କଲେ। ତାପରେ କୃଷ୍ଣ ନିର୍ଦ୍ଦେଶ ଦେଲେ ଏ ବାରୁଣୀ ମଦ ପାନ କରିବା ପାଇଁ। ମାନେ ଅନ୍ନ ବହୁତ ଦିନ ଯଦି ରଖିବ ପଚିକିରି କ'ଣ ଗୋଟେ ମାଦକତା ସୃଷ୍ଟି ହୋଇଯିବ। ପଖାଳ ପଖାଳରୁ ତିଆରି ହେବ। କଥା ବୁଝିପାରୁଛ? ଖାଇଛ କେବେ? ଖାଇବ। ଶୁଣ, ପଖାଳ 3-4 ଦିନ ରଖିଦେବ, ସେ ସେହିପରି ମଦ ତିଆରି ହୋଇଯିବ। ତାକୁ ଯଦି ଖାଇବ ତ ମୁଣ୍ଡା କାମ କରିବ ନାହିଁ। ତ ଏହିପରି ସେଇ ମଦ ସମସ୍ତେ ପିଇଲେ। ପିଇବା ଯୋଗୁଁ ସବୁ ବୁଦ୍ଧିଭ୍ରଷ୍ଟ ହେଇଗଲା। ଆଉ ସମାନ କଥା ନେଇ ବାଘ ବିତଣ୍ଡା ଆରମ୍ଭ ହେଉଛି। ହିତାହିତ ଜ୍ଞାନ ଶୁଣ, କିଏ ପିତା କିଏ ପ୍ରୋପିତା, ଏସବୁ କିଏ ନାତି କିଏ ପ୍ରୋନାତି, ଏସବୁ ଆଉ ବିଚାର ନାହିଁ। ଯିଏ ଯାହାକୁ ଯାହା ପାରୁଛି ସେଇ ହିସାବରେ କଠୋର ବାକ୍ୟରେ ଏହିପରି ଗାଳି ଦେଉଛନ୍ତି। ତ କୃଷ୍ଣ ସେତେବେଳେ କୃଷ୍ଣ ବଳରାମ ଇଶାରା କରୁ, ତୁମମାନଙ୍କ ହାତରେ ସବୁ ଅସ୍ତ୍ରଶସ୍ତ୍ର ରହିଛି, ପାଟିରେ କାହିଁକି ଏହିପରି ବାର୍ତ୍ତା ଇଏ କରୁଛ, ଗାଲିଗାଲାଜ କରୁଛ? ଆଉ କୃଷ୍ଣ ବଳରାମଙ୍କ ଇଙ୍ଗିତ ପାଇ ସାଙ୍ଗେ ସାଙ୍ଗେ ଅସ୍ତ୍ର ନେଇ ଏ ତାହାକୁ ପ୍ରହାର କରିଛି, ସେ ତାହାକୁ ପ୍ରହାର କରିଛି। ସେମାନଙ୍କର ଦେହ ବଜ୍ରତୁଲ୍ୟ, ଦେହ ସ୍ପର୍ଶ ହେଉଛି, ଅସ୍ତ୍ର ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଗଲା। ସବୁ ଅସ୍ତ୍ର ଶେଷ ହେଇଗଲା, କେହି ମରିଲା ନାହିଁ। ସେତେ କୃଷ୍ଣ ନିର୍ଦ୍ଦେଶ ଦେଲେ ସେଇ ସମୁଦ୍ର କୂଳରେ ଏରକା ଘାସ। ଏରକା ବୁଝିପାରିଲ? କ'ଣ ସେ କେଉଁଥିରେ ତିଆରି ହେଇଛି? ମୂଷଳ ଚୂର୍ଣ୍ଣରୁ ଏରକା ଘାସ ନେଇ ଆସ। ସାଙ୍ଗେ ସାଙ୍ଗେ ଦୌଡ଼ିଲେ, ଯାଇକରି ଏରକା ଘାସ ନେଇ ଆସିଲେ। ଦଣ୍ଡ ଭଳି ଇଏ ତା ଦେହରେ ସ୍ପର୍ଶ ସାଙ୍ଗେ ସାଙ୍ଗେ ମରିଯାଉଛି। ଏ ପୂର୍ବରୁ ଅସ୍ତ୍ର ବଜ୍ରତୁଲ୍ୟ ଅସ୍ତ୍ର ଯେତେ ପ୍ରହାର କରିଦେଲେ ଅସ୍ତ୍ର ଚୂର୍ଣ୍ଣ ହେଇଯାଉଥିଲା। ଏ କୃଷ୍ଣଙ୍କର ଏକ ମ୍ୟାଜିକ୍। ସେ ହେଉଛନ୍ତି ଗ୍ରେଟ୍ ମ୍ୟାଜିସିଆନ୍। କୃଷ୍ଣଙ୍କର ଏ ହେଉଛି ଏକ ଯାଦୁ। ତେଇପରି ଦେଖାଗଲା କ'ଣ, ସମସ୍ତେ ଯାଦବମାନେ ଇଏ ତା ଦେହରେ ସ୍ପର୍ଶ କଲେ, ସେ ତା ଦେହରେ ସ୍ପର୍ଶ କଲେ, ସମସ୍ତ ଯାଦବମାନେ ସମସ୍ତେ ସେଠାରେ ମରି ପଡ଼ିଲା। କଥା ବୁଝିଲା? ଶେଷରେ ଏହା ଦେଖି ସମସ୍ତେ ଯାଦବମାନେ ନିହତ ହେଇଯାଇଛନ୍ତି। ବଳରାମ ସେ ସମୁଦ୍ର କୂଳରେ ବସିଲେ। ପ୍ରବାସ ତୀର୍ଥ ସମୁଦ୍ର କୂଳରେ ବସି ନିଜ ସ୍ୱରୂପ କଥା ଚିନ୍ତା କଲେ। ଅନନ୍ତ ଦେବ ରୂପରେ ସମୁଦ୍ରରେ ବିଲୀନ ହେଇଗଲା। ବଳରାମ କିଏ? ଅନନ୍ତ ଦେବ। ଅନନ୍ତ ଦେବ ରୂପରେ ସମୁଦ୍ର ବିଲୀନ ହେଇଗଲା। ତ ସେ ତ କୃଷ୍ଣ ଦେଖିଲେ ଯାଦବମାନେ ସମସ୍ତେ ଶେଷ। ଭାଇ ଥିଲେ, ସେ ବି ଅନ୍ତର୍ଧାନ କଲେ, ମୁଁ କାହିଁକି ରହିବି? ତେଣୁ ସେ ଗଛ ମୂଳରେ ଗୋଟେ ଗଛ ମୂଳରେ ବସିଲେ। ଗଛକୁ ଇଏ ଲଗିକିରି ଗୋଡ଼ର ଉପରେ ଗୋଡ଼ ଦେଇ ବସିଲେ। ଏମିତି ସମୟ ଜରାବାଦ ସେଠାରେ ଆସିଗଲା। ସେଇ ଯେ ମୂଷଳର ଅବଶିଷ୍ଟ ଅଂଶ ଗୋଟେ ତୀରରେ ସେ ଲଗେଇଛି, ତାହାକୁ ଧରି ଆସିଲେ। ଆଉ ଏତେ ସବୁ ଯାଦବମାନେ ମରି ପଡ଼ିଛନ୍ତି, ତାର ଆଖିରେ ଦିଶିଲାନି। ଏହା ହେଉଛି କୃଷ୍ଣଙ୍କର ଲୀଳା। ସେ ଦୂରରୁ ଦିଶିଲା କ'ଣ, ଗଛ ମୂଳରେ ଗୋଟେ ହରିଣ। କୃଷ୍ଣଙ୍କ ପାଦପଦ୍ମ ଦିଶିଥିଲା କେମିତିଆ? ହରିଣ ଭଳି। ବୁଝିପାରୁଛନ୍ତି? ସେଇ ତୀରଟା ସେ ପ୍ରୟୋଗ କଲା। ପ୍ରୟୋଗ କଲା, ସେ କୃଷ୍ଣଙ୍କ ଗୋଡ଼ରେ ବାଜିଲା। ଏତେ ଜାଗତିକ ଅର୍ଥ, କୃଷ୍ଣ ସଚ୍ଚିଦାନନ୍ଦମୟ ତାଙ୍କର ଶରୀର। ଇଏ ଲୀଳା, ମାଇକ ଲୀଳା। ତେଣୁ ହରିଣକୁ ସେ ବଧ କରିଛନ୍ତି। ତେଣୁ ହରିଣ ନେବା ପାଇଁ ସେ ଆସିଲା। ଏତେ ସବୁ ଯାଦବମାନେ ମରି ପଡ଼ିଛନ୍ତି, ତାଙ୍କର ଆଖିରେ କିଛି ଦିଶିଲା ନାହିଁ। ସେ ହରିଣ ନେବା ପାଇଁ ଆସି ଦେଖିଲେ ହରିଣ ନୁହେଁ, ସାକ୍ଷାତ ସେଇ ପରମେଶ୍ୱର ଭଗବାନ କୃଷ୍ଣ। ତେଣୁ କୃଷ୍ଣଙ୍କ ଚରଣ ପ୍ରଣତ ହୁଏ, ବହୁତ କାକୁତି ମିନତି ଏସବୁ। ଭଗବାନ କୃଷ୍ଣଙ୍କର ତୁମର କୌଣସି ଚିନ୍ତା ନାହିଁ, ତୁମେ ସିଧା କେଉଁଠାରେ ଯିବ?
ଭଗବତ ଧାମକୁ ପଠେଇ ଦିବ୍ୟ ବିମାନ ଆସିଗଲା। ଦିବ୍ୟ ବିମାନ ବସି ଇଏ ଜରାବାଦ ଚାଲିଗଲା କେଉଁଟାକୁ? ବୈକୁଣ୍ଠକୁ ଚାଲିଗଲା। ହଁ, ତାପରେ ଭଗବାନ କୃଷ୍ଣ ଚାରିଆଡ଼େ ନିଜର ଦେହର ଜ୍ୟୋତି ଉଦ୍ଭାସିତ କରି ସଶରୀରରେ ସେ ଯାଉଛନ୍ତି କେଉଁଟାକୁ? ନିଜ ଧାମକୁ। ହଁ, ସେତେବେଳେ ଦେବତାମାନେ ଉଚ୍ଚ ଲୋକର ଅଧିବାସୀ ସିଦ୍ଧ ପୁରୁଷ ଏମାନେ ସମସ୍ତେ ଭଗବାନ କୃଷ୍ଣଙ୍କୁ ସ୍ତୁତି କରିଛନ୍ତି, ଆରତି କରିଛନ୍ତି। ସମସ୍ତେ ଦେଖୁ ଏହିପରି ସମସ୍ତେ ଯେତେ କରିଛନ୍ତି ସେମାନଙ୍କୁ ସମ୍ମୁଖ ଦେଇ ଏହିପରି ଭଗବାନ ସଶରୀରେ ଭଗବତ ଧାମକୁ ଚାଲିଗଲା। ବୁଝିପାରିଲ? କାରଣ ଏମାନଙ୍କୁ ପ୍ରଥମ ପଠାଇ ଦେଲେ। ଏଇ ଯେ ପାର୍ଷଦ ମାନେ ସବୁ ଥିଲେ ଯାଦବ ମାନେ, ଏ ଭଗବାନଙ୍କ ପାର୍ଷଦ। ହଁ, ଏମାନଙ୍କ ମଧ୍ୟରେ ଯେ କେହି ଦୁଷ୍ଟମି ଆରମ୍ଭ କରିବ ସେମାନଙ୍କୁ ମାନେ ସମ୍ବରଣ କରିବା ଶକ୍ତି କାହାର ନଥିବ। ତେଣୁ ସେମାନଙ୍କୁ ଆଗକୁ ପଠାଇଦେଲେ। ଏହିପରି ଯାଦବ ମାନେ ଯେତେ ସବୁ ଥିଲେ ସମସ୍ତଙ୍କୁ ପଠାଇଦେଲେ। କେବଳ 2-3 ଜଣ ଯାଦବ ରହିଲେ। କେବଳ ଉଦ୍ଧବ ରହିଲେ। ଭଗବାନ କୃଷ୍ଣ ସେ ତ ଏହିପରି ଦୁଷ୍ଟାମି କରିବେ ନା, ଯେ ଭଗବାନଙ୍କ ମହାନ ଭକ୍ତ। ଆଉ ଏ ଅନିରୁଦ୍ଧଙ୍କର ପୁତ୍ର ବଜ୍ରନାଭ ରହିଲେ। ହଁ, ମୁଷ୍ଟିମେୟ 2-3 ଜଣ ରହିଲେ। ହଁ, ଆଉ ସମସ୍ତଙ୍କୁ ପଠାଇଦେଲେ। ଏହିପରି ମୌସଲୀଳା ଅଜୁହାତରେ ସମସ୍ତ ଯାଦବମାନଙ୍କୁ ଭଗବତ ଧାମରେ ଯେ ଯେଉଁଠି ଆସିଥିଲେ ଭଗବତ ଧାମରୁ ସେ ପଠାଇଦେଲେ। ଏହା ହେଉଛି କୃଷ୍ଣଙ୍କର ଅଦ୍ଭୁତ ଲୀଳା। ହଁ, ଏହାକୁ କୁହାଯାଏ ମାଇକ ଲୀଳା। ତେଣୁ କୃଷ୍ଣଙ୍କ ଲୀଳା 2 ପ୍ରକାର। ଭଗବାନ ସେଇ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପେ ଆସି ସନାତନ ଗୋସ୍ୱାମୀকে ଶିକ୍ଷା ଦେଉଛନ୍ତି। ମୌସଲ ଲୀଳାর কৃষ্ণ অন্তর্ধান কেশ অবতার আদি বিরুদ্ধ ব্যাখ্যান মহিষী হরণ আদি সব মায়াময় ব্যাখ্যা শিখাইল जैसे সুসিদ্ধান্ত। ଏ ମହାପ୍ରଭୁ ଅସଲ ସିଦ୍ଧାନ୍ତ କଥା ସନାତନ ଗୋସ୍ୱାମୀଙ୍କ ମାଧ୍ୟମରେ ସମଗ୍ର ଜଗତବାସୀମାନଙ୍କୁ ଶିକ୍ଷା ଦେଉଛନ୍ତି। କୃଷ୍ଣଙ୍କ 4ଟା ହେଉଛି ମାଇକ ଲୀଳା। ଗୋଟେ ମୂଷଳ ଲୀଳା ଅଜୁହାତରେ ଯାଦବମାନଙ୍କୁ ସଂହାର କରିବା, ଇଏ ଗୋଟେ ହେଉଛି ପ୍ରଥମ। ଆଉ ଦ୍ୱିତୀୟ ହେଉଛି କୃଷ୍ଣ ଜରାବାଦ ଦ୍ୱାରା ମୃତ୍ୟୁବରଣ କରିଛନ୍ତି, ଇଏ ଦ୍ୱିତୀୟ। ତୃତୀୟ କୃଷ୍ଣ ବଳରାମ ହେଉଛନ୍ତି କ୍ଷୀରୋଦସାଇ ବିଷ୍ଣୁଙ୍କ ଧଳା କଳା କେଶର ଅବତାର। ତୃତୀୟ। ଚତୁର୍ଥ ମାନେ ଗୋପଦସ୍ୟୁ ମାନେ କୃଷ୍ଣଙ୍କର ରାନୀମାନଙ୍କୁ ବାଟରେ ଅପହରଣ କରି ନେଇଯାଇଛି। ଏସବୁ ମାଇକ ଲୀଳା। ହଁ, କୃଷ୍ଣଙ୍କ ରାନୀମାନେ କୌଣସି ସାଧାରଣ ନୁହନ୍ତି, ସମସ୍ତେ ଲକ୍ଷ୍ମୀ। ହଁ, ତ ସେମାନଙ୍କୁ ଇଏ ଗୋପଦସ୍ୟୁମାନେ କେମିତି ହରଣ କରିବେ? ହରଣ କରିପାରିବେ କି? ନାଇଁ। ସେମାନଙ୍କର ଦେହରେ ଯେଉଁ ଅପ୍ସରାମାନେ ଆସି ଅବସ୍ଥାନ କରିଥିଲେ ସେଇମାନେ ଏ ରାନୀମାନଙ୍କର ଭଳି ରୂପ ପ୍ରଦାନ କରି ଭଗବାନ କୃଷ୍ଣଙ୍କର ନିଜର ଶକ୍ତି, ଅନ୍ତରଙ୍ଗ ଶକ୍ତି ରୁକ୍ମିଣୀ, ସତ୍ୟଭାମା, ଜାମ୍ବବତୀ ଏମାନଙ୍କୁ ଆଗକୁ ପଠାଇ ଦେଇଛନ୍ତି ନିଜ ଧାମକୁ। ହଁ, ଆଉ ସେମାନଙ୍କ ଦେହରେ ଯେଉଁମାନେ ଥିଲେ ଅପ୍ସରାମାନେ, ଦେବକନ୍ୟାମାନେ, ସେମାନଙ୍କ ଦେହରୁ ନିଷ୍କାସିତ କରି ଠିକ୍ ସେହିପରି ରୂପ ପ୍ରଦାନ କରି ସେଇଠି ରଖିଥିଲେ। ଆଉ ଅର୍ଜୁନ ସେମାନଙ୍କୁ ସୁରକ୍ଷା ଦେଇ ନେଇ ଆସୁଥିଲେ। ଆଉ ବାଟରେ ଗୋପଦସ୍ୟୁମାନେ ସେମାନଙ୍କୁ ଅପହରଣ କରି ନେଲା। କଥା ବୁଝିପାରିଲ? ଏ 4ଟା ହେଉଛି ମାଇକ ଲୀଳା। କ'ଣ 4ଟା? ମୂଷଳ ଲୀଳା, ଆଉ ଜରାବାଦ ଦ୍ୱାରା କୃଷ୍ଣ ଦେହତ୍ୟାଗ, ତୃତୀୟ କ୍ଷୀରୋଦସାଇ ବିଷ୍ଣୁଙ୍କ ଧଳା କଳା କେଶର ଅବତାର କୃଷ୍ଣ ବଳରାମ, ଚତୁର୍ଥ ହେଉଛି ଇଏ ମହିଷୀ ଅପହରଣ। ହଁ, ରାନୀମାନଙ୍କ ଅପହରଣ। 4ଟା ହେଉଛି ମାଇକ ଲୀଳା। କାହିଁକି? ଯେଉଁମାନେ ଭଗବତ ବିଦ୍ୱେଷୀ, ଭକ୍ତ ବିଦ୍ୱେଷୀ, ସେମାନଙ୍କୁ ଆଶୁରୀ ଗୁଣ ବର୍ଦ୍ଧିତ କରିବା ପାଇଁ, ସେମାନଙ୍କୁ ଜନ୍ମାନ୍ତର ଧରି ଇଏ ଜନ୍ମମୃତ୍ୟୁ ଚକ୍ର ରଖିବା ପାଇଁ ଭଗବାନ ଏହି ଲୀଳା କରିଛନ୍ତି। ଯେଉଁଥିଲାଗି ସେ ଭଗବାନଙ୍କ ବିରୁଦ୍ଧ ଶତ୍ରୁତା ଆଚରଣ କରିବେ, ଭକ୍ତମାନଙ୍କ ବିରୁଦ୍ଧ ଶତ୍ରୁତା ଆଚରଣ କରିବେ। ଏହି ଅପରାଧ ଯୋଗୁଁ ଆଶୁରୀ ଜନ୍ମ ପ୍ରାପ୍ତ ହୋଇ ଜନ୍ମ ଧରି ଏହିପରି ଜନ୍ମମୃତ୍ୟୁ ଚକ୍ର ବୁଲିଥିବ। ଆଉ ଭକ୍ତମାନଙ୍କର ପାଇଁ ନିତ୍ୟ ଲୀଳା। ହଁ, ଭକ୍ତମାନେ ଏହିସବୁ ଲୀଳା ନିତ୍ୟ ଲୀଳା ଭଗବାନଙ୍କର। ଏହି ଲୀଳା କଥା ଯେତେବେଳେ ଶ୍ରବଣ କରିବେ ସେ ବଦ୍ଧ ଦୋଷରେ ମୁକ୍ତ ହୋଇ ଭଗବତ ଧାମକୁ ଫେରିଯିବେ। ଏହାକୁ ଭକ୍ତି କୁହାଯାଉଛି। ହଁ, ଏଠାରେ କୃଷ୍ଣଙ୍କର ପ୍ଲାନ୍ ଏଠାରେ 3ଟା କୁହାଗଲା। ଏଇ ଯେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ସାମାନ୍ୟ ଗୋଟେ ଏଥିରେ ଦେଇଛନ୍ତି ଯେ ପର୍ପଟରେ ସେଇ କଥା କୁହାଯାଇଛି। 31 ନମ୍ବର ଶ୍ଲୋକରେ କୁହାଯାଇଛି ସାମାନ୍ୟ ଯେ ହତାରାତିମ୍ ଶବ୍ଦଟିର ଅର୍ଥ ଯେ ତାର ଶତ୍ରୁମାନଙ୍କୁ ହତ୍ୟା କରିଛି। ହଁ, ଅଂଗ୍ରେଜୀରେ ଏସବୁ ଲେଖା ହେଇଛି କ'ଣ? ହୁ ହ୍ୟାଜ୍ କ'ଣ କୁହାଗଲା?
হু হ্যাজ কিল্ড হিজ এনিমিজ, যে তার শত্রুমানଙ୍କୁ সংহার କରିଛି। କିଏ ଏଇଟା କହୁଛନ୍ତି? କିଏ? ଏଇଟା ଜରାସନ୍ଧଙ୍କ ବିଷୟରେ। ଜରାସନ୍ଧ ବହୁତ ସୈନିକମାନଙ୍କୁ ସବୁ ସଂହାର କରିଥିଲେ। ହଁ, ଆଉ ଦ୍ୱିତୀୟ, through whom his enemies would be killed, ଏ ଦ୍ୱିତୀୟ ଅର୍ଥଟା। ହଁ, ତାର ମାନେ ଯାହାଙ୍କ ମାଧ୍ୟମରେ ତାଙ୍କର ଶତ୍ରୁମାନଙ୍କୁ ଭବିଷ୍ୟତରେ ସମସ୍ତେ ନିହତ ହେବେ। କାହା ଦ୍ୱାରା? କୃଷ୍ଣ ବଳରାମଙ୍କ ଦ୍ୱାରା। ଅର୍ଥାତ୍ ଜରାସନ୍ଧ ସେ ତା ମାନେ ଶତ୍ରୁମାନଙ୍କୁ ସଂଗ୍ରହ କରି ନେଇ ଆସିବେ ମଥୁରାକୁ, ଆଉ କୃଷ୍ଣ ବଳରାମ ସେଠାରେ ସେମାନଙ୍କୁ ସଂହାର କରି ଏଇପରି ପୃଥିବୀର ଭାର ଅପହରଣ କରିବେ। ତ ଏଠାରେ ଏହି ଶ୍ଲୋକରେ କେବଳ ଏତିକି ଭାବାର୍ଥ, ହତ ରାତିମ ଶବ୍ଦଟିର ଅର୍ଥ ଯିଏ ତା'ର ଶତ୍ରୁମାନଙ୍କୁ ହତ୍ୟା କରିଛି ବା ଯାହାର ମାଧ୍ୟମରେ ତା'ର ଶତ୍ରୁମାନେ ନିହତ ହେବେ, ଏଇ କଥା କୁହାଗଲା। ଶ୍ରୀଲ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏଇ ସୁଚିନ୍ତିତ ମନ୍ତବ୍ୟ ପ୍ରଦାନ କରିଛନ୍ତି। ଏତିକି କଥା। ତେଣୁ ଏଠାରେ ତିନୋଟି କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ଭଗବାନ କୃଷ୍ଣ ବଳରାମଙ୍କୁ କହିଲେ, ଅନୁରୋଧ କଲେ, ୟାକୁ ମାରନ୍ତି ନାହିଁ, ୟାକୁ ଛାଡ଼ି ଦିଅନ୍ତୁ। ତାହେଲେ ଇଏ ପୁଣି କ'ଣ କରିବା? ଦୁଷ୍ଟମାନଙ୍କୁ ସଂଗ୍ରହ କରି ଏଠାକୁ ନେଇ ଆସିବେ। ଆମେ ତ ଆସିଛୁ ପୃଥିବୀ ଭାର ହରଣ କରିବା ପାଇଁ, ଏଟା ଆରାମସେ ସେମାନଙ୍କୁ ସଂହାର କରିବା। ଏଇପରି କେତେ ଥର? 17 ଥର 18 ଥର ଆମେ ଏଇଠୁ ଛାଡ଼ି ଯାଇ ମଥୁରାକୁ ଦ୍ୱାରକାକୁ ଚାଲିଯିବୁ। ଆଉ ତାପରେ ୟାକୁ ଶେଷରେ କ'ଣ କରିବା? ଭୀମଙ୍କ ଦ୍ୱାରା ବଧ କରାଇବା। ଆଉ ଏହା ଦ୍ୱାରା ବନ୍ଦୀ ଦଶା ପ୍ରାପ୍ତ ହେଇଛନ୍ତି 20,800 ରାଜନବର୍ଗ, ସେମାନଙ୍କ ମୁକ୍ତ କରାଇବା। ଆଉ ସେମାନେ ଯୁଧିଷ୍ଠିର ମହାରାଜଙ୍କୁ ଅନୁଗତ ହୋଇଗଲେ। ଯୁଧିଷ୍ଠିର ମହାରାଜ ରାଜସ୍ୱ ଯୋଗ୍ୟ ମାନେ ଅତି ଆରାମସେ ସମ୍ପନ୍ନ ହେବ। ହଁ, ଏ କୃଷ୍ଣଙ୍କର ମାଷ୍ଟର ପ୍ଲାନ୍। जय ग्रंथराज श्रीमद् भागवतम की जय, श्रील प्रभुपाद की जय, श्रील गुरुदेव की जय, संगत भक्तवृंद की। निताई गौर प्रेमानंदे। हरि हरि बोल।